ଯେଉଁ ମା ଭଉଣୀ ମାନେ ପବିତ୍ର ସାବିତ୍ରୀ ବ୍ରତ ପାଳନ କରୁଛନ୍ତି ଥରେ ମାତ୍ର ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାହିଁକିନା ଆଜିର ଏହି ଭିଡ଼ିଓରେ ଆମେ ଆଲୋଚନା କରିବା କି ପବିତ୍ର ସାବିତ୍ରୀ ଅମାବାସ୍ୟା କେବେ ପଡ଼ୁଅଛି। ଯୋଡ଼ା ମାସରେ ପଡ଼ୁଅଛି। ଏହି ବର୍ଷ ଏହି ବ୍ରତ କରିବେ କି ନାହିଁ, ନୂଆ ବ୍ରତଧାରୀ ନୂଆ ବ୍ରତ ଆରମ୍ଭ କରିବେ କି ନାହିଁ, ନୂଆ ଏବଂ ପୁରୁଣା ବ୍ରତଧାରୀଙ୍କ ପାଇଁ କେତୋଟି ବିଶେଷ ନିୟମ। ଆସୁଥିବା ଓଡ଼ିଆ ସାବିତ୍ରୀ ଅମାବାସ୍ୟାକୁ ନେଇ କିଛି ଜରୁରୀ ସୂଚନା ମଧ୍ୟ ରହିଅଛି। ଏହା ପୂର୍ବରୁ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ସାବିତ୍ରୀ ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖିଦିଅନ୍ତୁ। ଆମର ବିଧି ଅନୁସାରେ ପବିତ୍ର ସାବିତ୍ରୀ ଅମାବାସ୍ୟାଟି ଜ୍ୟେଷ୍ଠ ମାସର ଶୁକ୍ଲପକ୍ଷର ଅମାବାସ୍ୟା ତିଥିରେ ପଡ଼ିଥାଏ। ଏହି ବର୍ଷ ପବିତ୍ର ସାବିତ୍ରୀ ଅମାବାସ୍ୟାଟି ଇଂରାଜୀ ମାସ ମେ ମାସର 16 ତାରିଖ ଶନିବାର ଦିନ ପଡ଼ୁଅଛି। କିନ୍ତୁ ଏହି ବର୍ଷ ଜ୍ୟେଷ୍ଠ ମାସରେ ଯୋଡ଼ା ମାସ ବା ମଳ ମାସ ରହୁଅଛି। ତ ଏହି ବର୍ଷ ନୂଆ ବ୍ରତଧାରୀ ବ୍ରତ କରିବେ କି ନାହିଁ। ଦେଖନ୍ତୁ, ମଳ ମାସ ବା ଯୋଡ଼ା ମାସ ସାଧାରଣତଃ ଗୋଟିଏ ସୌର ମାସରେ 2ଟି ଅମାବାସ୍ୟା ଆସିଲେ ତାହା ମଳ ମାସ ହୋଇଥାଏ, କିମ୍ବା 2ଟି ସଂକ୍ରାନ୍ତି ମଧ୍ୟରେ ଯଦି 2ଟି ଅମାବାସ୍ୟା ଆସିଥାଏ ସେହି ଅମାବାସ୍ୟା ମଧ୍ୟରେ ରହୁଥିବା ସମୟଟିକୁ ଯୋଡ଼ା ମାସ ବା ମଳ ମାସ କୁହାଯାଇଥାଏ। ଗୋଟିଏ ଭଲ ଶୁଦ୍ଧ ମାସରେ ଗୋଟିଏ ଫମ୍ପା ମାସ ମିଶି ମଳ ମାସ ହୋଇଥାଏ। ଆମର ପାଞ୍ଜି ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ମାସରେ ପ୍ରଥମେ ଶୁକ୍ଲପକ୍ଷ ଏବଂ ପରେ କୃଷ୍ଣପକ୍ଷ ଆସିଥାଏ, କିନ୍ତୁ ମଳ ମାସରେ ସର୍ବପ୍ରଥମେ ଶୁକ୍ଲପକ୍ଷ ଏବଂ ପରେ କୃଷ୍ଣପକ୍ଷ ଆସିଥାଏ। ଏହି ମଳ ମାସଟି ମୁଖ୍ୟତଃ 12ଟି ମାସରେ ଯେକୌଣସି ବି ମାସରେ ଆସିଥାଏ, ଯେପରି ଯୋଡ଼ା ଚୈତ୍ର, ଯୋଡ଼ା ଜ୍ୟେଷ୍ଠ, ଯୋଡ଼ା ଆଷାଢ଼, ଯୋଡ଼ା ଶ୍ରାବଣ ଆଦି ପଡ଼ିଥାଏ। ବିଧି ଅନୁସାରେ ମଳ ମାସରେ ବା ଯୋଡ଼ା ମାସରେ ବିଭିନ୍ନ ପ୍ରକାର ଶୁଭ ମାଙ୍ଗଳିକ କାର୍ଯ୍ୟ କରିବାକୁ ବାରଣ କରାଯାଇଥାଏ। ସେହି ଦୃଷ୍ଟିରୁ ଏହି ବର୍ଷର ଯୋଡ଼ା ମାସଟି ଜ୍ୟେଷ୍ଠ ମାସରେ ରହୁଅଛି ଏବଂ ଏହି ବର୍ଷ ଜ୍ୟେଷ୍ଠ ମାସଟି ଇଂରାଜୀ ମାସ ମେ ମାସର 2 ତାରିଖ ଶନିବାର ଠାରୁ ଆରମ୍ଭ ହେଉଅଛି ଏବଂ ମଳ ମାସ ବା ଯୋଡ଼ା ମାସଟି ମେ ମାସ 17 ତାରିଖ ରବିବାର ଠାରୁ ଆରମ୍ଭ ହୋଇ ଜୁନ୍ ମାସ 15 ତାରିଖ ସୋମବାର ଦିନ ସରୁଅଛି। କିନ୍ତୁ ଏହି ଜ୍ୟେଷ୍ଠ ମାସଟି ମେ 1 ତାରିଖ ଠାରୁ ଆରମ୍ଭ ହୋଇ 16 ମଇ ଶନିବାର ପର୍ଯ୍ୟନ୍ତ ଶୁଦ୍ଧ ଜ୍ୟେଷ୍ଠ ମାସ ରହୁଅଛି, ଯାହାକି ସମ୍ପୂର୍ଣ୍ଣ କୃଷ୍ଣପକ୍ଷ ଅଟେ। କୃଷ୍ଣପକ୍ଷର ଅନ୍ତିମ ଦିନଟି 16 ମେ ଶନିବାର ପଡ଼ୁଅଛି, ଯାହାକି ଆମର ପବିତ୍ର ସାବିତ୍ରୀ ଅମାବାସ୍ୟା ରହୁଅଛି। ଭିଡ଼ିଓରେ ଆଗରୁ ମୁଁ କହିଥିଲି କି ଶୁକ୍ଲପକ୍ଷରେ ମଳ ମାସ ଆରମ୍ଭ ହୁଏ ବୋଲି। ଦେଖନ୍ତୁ, ଅମାବାସ୍ୟା ପରେ ଜ୍ୟେଷ୍ଠ ମଳ ମାସର ଆରମ୍ଭ ହେଉଅଛି, ମାନେ କୃଷ୍ଣପକ୍ଷର ଅମାବାସ୍ୟା ପରେ ଶୁକ୍ଲପକ୍ଷର ପ୍ରତିପଦା ଠାରୁ ଯୋଡ଼ା ମାସ ଆସିଯାଉଛି। ତେଣୁ ମଳ ମାସ ପୂର୍ବରୁ ଯେଉଁ କୃଷ୍ଣପକ୍ଷ ରହୁଅଛି ତାହା ଶୁଦ୍ଧ ପକ୍ଷ ଅଟେ। ସେଥିରେ ପଡ଼ୁଥିବା ସମସ୍ତ ପର୍ବପର୍ବାଣି, ଓଷା ବ୍ରତ ଆଦି ନିର୍ଦ୍ୱନ୍ଦ୍ୱରେ କରିପାରିବେ। ଯେଉଁମାନେ ସାବିତ୍ରୀ ଅମାବାସ୍ୟା କରୁଛନ୍ତି ନିହାତି ଭାବରେ ବ୍ରତ କରିବେ, କୌଣସି ଅସୁବିଧା ନାହିଁ। ଏବଂ ଯେଉଁମାନେ ବି ନୂଆ କରି ବ୍ରତ ଆରମ୍ଭ କରିବା ପାଇଁ ଚାହୁଁଛନ୍ତି, ଯେଉଁମାନେ ନବବିବାହିତା ଅଟନ୍ତି ସେମାନେ ମଧ୍ୟ ନିହାତି ବ୍ରତ କରନ୍ତୁ, କୌଣସି ଅସୁବିଧା ନାହିଁ। ତେଣୁ ଏହି ବର୍ଷ ଜ୍ୟେଷ୍ଠ ମାସରେ ମଳ ମାସ ଆସୁଥିଲେ ମଧ୍ୟ ସମସ୍ତେ ନିର୍ଦ୍ୱନ୍ଦ୍ୱରେ ବ୍ରତ କରିପାରିବେ, ଯେହେତୁ ଅମାବାସ୍ୟା ପରେ ମଳ ମାସ ବା ଯୋଡ଼ା ମାସ ରହୁଅଛି। 16 ମେ ଶନିବାର ଦିନ ପଡ଼ୁଅଛି ପବିତ୍ର ସାବିତ୍ରୀ ଅମାବାସ୍ୟା। ଏହି ଦିନ ସମସ୍ତେ ସାବିତ୍ରୀ ବ୍ରତ ନିଶ୍ଚୟ ଭାବରେ କରିବେ। ଯେଉଁମାନେ ନୂଆ କରି ବ୍ରତ ଆରମ୍ଭ କରିବେ କିମ୍ବା ବ୍ରତ କରୁଛନ୍ତି, ଜାଣନ୍ତୁ କିଛି ଗୁପ୍ତ କଥା। ବିଧି ଅନୁସାରେ ସାବିତ୍ରୀ ଅମାବାସ୍ୟା ଦିନ କେଉଁ ଠାକୁରଙ୍କୁ ପୂଜା କରିବେ ଏବଂ ଯମ ଦେବତାଙ୍କୁ ଏହି ଦିନ ପୂଜା କରିବେ କି ନାହିଁ। ସାବିତ୍ରୀ ଅମାବାସ୍ୟାଟି ମୁଖ୍ୟ ପର୍ବ ମହାପ୍ରଭୁ ଲକ୍ଷ୍ମୀ ନାରାୟଣଙ୍କର ମୁଖ୍ୟ ବ୍ରତ ଉପବାସ ଅଟେ। କେହି କେହି ମଧ୍ୟ ଏହି ପବିତ୍ର ଅମାବାସ୍ୟାରେ ଭଗବାନ ଶିବ ପାର୍ବତୀଙ୍କୁ ଏବଂ ବଟ ବୃକ୍ଷମୂଳେ ମଧ୍ୟ ବଟ ସାବିତ୍ରୀ ଅମାବାସ୍ୟା ପାଳନ କରିଥାନ୍ତି, ପୂଜା କରିଥାନ୍ତି। ଯେଉଁମାନେ ବଟ ସାବିତ୍ରୀ ଅମାବାସ୍ୟା କରୁଛନ୍ତି ସେମାନେ
ବଟବୃକ୍ଷ ମୂଳରେ ସାବିତ୍ରୀ ମାଙ୍କର ପୂଜା ଆରାଧନା କରିଥାନ୍ତି। ଯାହାର ଘରେ ପୂର୍ବରୁ ସାବିତ୍ରୀ ଅମାବାସ୍ୟା ଯେଉଁ ବିଧିରେ ପାଳନ କରାଯାଉଛି ଠିକ୍ ସେହି ବିଧିରେ ପାଳନ ସମସ୍ତେ କରନ୍ତୁ। ଅମାବାସ୍ୟାରେ ଚାହିଁଲେ ଯମରାଜଙ୍କୁ ମଧ୍ୟ ମନ୍ଦିରରେ ପୂଜା କରିପାରିବେ। ଯେହେତୁ ନିୟମ ଅନୁସାରେ ସାବିତ୍ରୀ ଯମ ଦେବତାଙ୍କୁ ପୂଜା ଆରାଧନା କରି ସ୍ୱାମୀଙ୍କୁ ଫେରି ପାଇଥିଲେ, ତେଣୁ ଏହି ଦିନ ଯମରାଜଙ୍କୁ ମଧ୍ୟ ପୂଜା ଆରାଧନା କରିପାରିବେ। ଏବେ ଚାଲନ୍ତୁ ଜାଣିବା ସାବିତ୍ରୀ ଅମାବାସ୍ୟା ବ୍ରତଟି ଅବିବାହିତ କନ୍ୟା କରିପାରିବେ କି ନାହିଁ। ସାଧାରଣତଃ ପ୍ରତ୍ୟେକ ହିନ୍ଦୁ ବିବାହିତ ମହିଳା ଏବଂ ନବବିବାହିତ ମହିଳା ନିଜର ସ୍ୱାମୀଙ୍କର ଦୀର୍ଘାୟୁ କାମନା କରି ଏବଂ ପରିବାରରେ ସୁଖ ଏବଂ ଶାନ୍ତି ଏବଂ ସୌଭାଗ୍ୟ ଅର୍ଜନ ଉଦ୍ଦେଶ୍ୟରେ ସାବିତ୍ରୀ ଅମାବାସ୍ୟା ବ୍ରତଟି କରିଥାନ୍ତି। ଅବିବାହିତ କନ୍ୟାମାନେ ଏହି ଅମାବାସ୍ୟା ବ୍ରତଟି କରିବା ଉଚିତ ହୋଇନଥାଏ। ଏବେ ଆସନ୍ତୁ ଜାଣିବା ପୂଜା କେଉଁଠାରେ କରିବେ। ବିଧି ଅନୁସାରେ ସାବିତ୍ରୀ ଅମାବାସ୍ୟା ପୂଜାଟି ଘରେ ଶିଳ କିମ୍ବା ଶିଳପୁଆରେ ଲକ୍ଷ୍ମୀ ନାରାୟଣଙ୍କର ପ୍ରତିମା ନିର୍ମାଣ କରାଯାଇ ଲକ୍ଷ୍ମୀ ନାରାୟଣଙ୍କର ସ୍ୱରୂପରେ ପୂଜା ଆରାଧନା କରାଯାଇଥାଏ। ତେଣୁ ଘରେ ଅମାବାସ୍ୟାର ପୂଜା ଆୟୋଜନ କରି ବ୍ରାହ୍ମଣଙ୍କୁ ଡକାଇ ସମସ୍ତେ ଏକତ୍ର ହୋଇ ଘରେ ପୂଜା କରିବା ଉଚିତ ହୋଇଥାଏ। ଯଦି କୌଣସି କାରଣବଶତଃ ଘରେ କରିବାକୁ ସୁବିଧା ହେଉନାହିଁ, ତେବେ ସାବିତ୍ରୀଙ୍କର ମନ୍ଦିରକୁ କିମ୍ବା ଲକ୍ଷ୍ମୀ ନାରାୟଣଙ୍କର ମନ୍ଦିରକୁ ଯାଇ ମଧ୍ୟ ଏହି ପୂଜାଟି ଆପଣ କରିପାରିବେ। ସୂତକ, ମୃତକ ଏବଂ ଅଶୌଚରେ ଥିଲେ କିମ୍ବା ପିରିୟଡ଼୍ସ ଟାଇମ୍ରେ ଥିଲେ ଏହି ବ୍ରତ କରିବେ କି ନାହିଁ ଆସନ୍ତୁ ଜାଣିବା। ଶାସ୍ତ୍ରର ବିଧି ଅନୁସାରେ ସୂତକ କିମ୍ବା ମୃତକରେ ଥିଲେ ପୂଜା ଆଦମ କରିବା ଉଚିତ ହୋଇନଥାଏ, କିନ୍ତୁ ଅଶୌଚ ଅର୍ଥାତ୍ ମାସିକ ଧର୍ମରେ ଥିଲେ ପୂଜା ସାମଗ୍ରୀ ଯଥା ଶାଢ଼ୀ, ଚୁଡ଼ି, ଅଳଙ୍କାର ସହିତ ପୂଜା ଦ୍ରବ୍ୟ ଆଦିକୁ ନ ଛୁଇଁ ଅନ୍ୟ ଦ୍ୱାରା ମନ୍ଦିର କିମ୍ବା ପୂଜା ସ୍ଥାନରେ ପୂଜା କରାଇ ଆଣି ବାନ୍ଧିପାରିବେ ଏବଂ ପରବର୍ତ୍ତୀ ସମୟରେ ସମୟ ସୁବିଧା ଦେଖି ତାହାକୁ ବ୍ୟବହାର କରିପାରିବେ। ଏବଂ ପୂଜା ଦିନ ପୂଜା ଆସ୍ଥାନ ନିକଟକୁ ନ ଯାଇ ଦିନସାରା ଉପବାସ ରହିବେ ଏବଂ ମନରେ ଭଗବାନ ଶ୍ରୀ ଲକ୍ଷ୍ମୀ ନାରାୟଣଙ୍କୁ ଆରାଧନା କରିପାରିବେ। ଏବେ ଆସନ୍ତୁ ଜାଣିବା ଗର୍ଭବତୀ ମହିଳାମାନେ ସାବିତ୍ରୀ ଅମାବାସ୍ୟା ବ୍ରତ କରିପାରିବେ କି ନାହିଁ। ଆପଣ ଯଦି ଗର୍ଭବତୀ ଅଟନ୍ତି ସାବିତ୍ରୀ ଅମାବାସ୍ୟା ବ୍ରତ କରିପାରିବେ, କିନ୍ତୁ ନିଜର ଶରୀରର ସକ୍ଷମକୁ ଦେଖି ପୂଜା ସମ୍ପନ୍ନ ପରେ ଫଳମୂଳ ଆହାର କରି ଆପଣମାନେ ବ୍ରତ କରିପାରିବେ। ପୂଜା ପାଇଁ ବାପଘରୁ ଆସିଥିବା ଭାରଦ୍ରବ୍ୟରେ ପୂଜା କରିବେ କି ନାହିଁ ଆସନ୍ତୁ ଜାଣିବା। ମାନ୍ୟତା ଅନୁସାରେ ପ୍ରତ୍ୟେକ ସଧବା ନାରୀଙ୍କ ପାଇଁ ନିଜର ବାପାଙ୍କ ଘରୁ ସାବିତ୍ରୀ ବ୍ରତ ଉଦ୍ଦେଶ୍ୟରେ ସାବିତ୍ରୀ ଭାର ଆସିଥାଏ, ଯେଉଁଥିରେ ପୂଜା ପାଇଁ ପାଚିଲା ଫଳ, ନଡ଼ିଆ, ଋତୁକାଳୀନ ନୂଆ ଫଳ ଅର୍ଥାତ୍ ଆମ୍ବ, ସପୁରୀ, ପଣସ ଆଦି ଜ୍ୟେଷ୍ଠ ମାସର ଆଦ୍ୟ ଫଳ ହୋଇଥାଏ। ଏହା ସହିତ ନୂଆ ଶାଢ଼ୀ, ଚୁଡ଼ି, ବ୍ରତ ପାଇଁ ସମସ୍ତ ପ୍ରକାର ଜିନିଷ, ସମସ୍ତ ପ୍ରକାର ସୁନାର ଦ୍ରବ୍ୟ ଏବଂ ଅଳଙ୍କାର ଆଦି ଆସିଥାଏ। ଏହାକୁ ପୂଜାରେ ଲାଗି କରି ବ୍ରତଧାରୀ ପୂଜା କରିଲେ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ଏବଂ ସ୍ୱାମୀଙ୍କର ଦୀର୍ଘାୟୁ ହୋଇଥାଏ। ତେଣୁ ବାପଘରୁ ଆସିଥିବା ପୂଜା ଦ୍ରବ୍ୟରେ ହିଁ ସାବିତ୍ରୀ ଅମାବାସ୍ୟା ବ୍ରତଟିକୁ କରିବା ଉଚିତ ହୋଇଥାଏ। ଚାଲନ୍ତୁ ଏବେ ଜାଣିବା ପୂଜା ପରେ ବ୍ରତଧାରୀମାନେ କ'ଣ ଖାଇବେ ଏବଂ କ'ଣ ନାହିଁ। ଯେଉଁମାନେ ଏହି ଦିନ ବ୍ରତ ରଖୁଛନ୍ତି ମୁଖ୍ୟତଃ ପୂର୍ବଦିନ ରାତ୍ରି ସମୟରେ ଅନ୍ନ ଭୋଜନ କରିବେ ନାହିଁ, ଅର୍ଥାତ୍ ଚତୁର୍ଦ୍ଦଶୀ ଦିନ ରାତିରେ ଅନ୍ନ ଭୋଜନ କରିବେ ନାହିଁ। ସାମାନ୍ୟ ଫଳମୂଳ ଭୋଜନ କରି ପରବର୍ତ୍ତୀ ଦିନ ଅମାବାସ୍ୟା ଦିନ ବ୍ରତ ରଖିବେ। ସାବିତ୍ରୀ ଅମାବାସ୍ୟା ପୂଜା ସମାପନ ପରେ ପୂଜାର ଭୋଗଦ୍ରବ୍ୟ ପାଚିଲା ଫଳ, ଶାଗୁ, ପଣା, ଗଜାମୁଗ ଆଦି ଖାଦ୍ୟ ଗ୍ରହଣ କରିପାରିବେ, କିନ୍ତୁ କୌଣସି ରନ୍ଧା ଦ୍ରବ୍ୟ ଗ୍ରହଣ କରିବେ ନାହିଁ କିମ୍ବା ଆମିଷ, ପିଆଜ, ରସୁଣ ଆଦି ସେବନ କରିବେ ନାହିଁ। ଯେଉଁମାନେ ସାବିତ୍ରୀ ଅମାବାସ୍ୟା ବ୍ରତ କରିବା ପାଇଁ ଚାହୁଁଛନ୍ତି ବା ଯେଉଁମାନେ କରୁଛନ୍ତି ଏହି ଦିନ କ'ଣ କରିବେ ଏବଂ କ'ଣ ନାହିଁ। ଏହି ଦିନ ଯେଉଁମାନେ ସାବିତ୍ରୀ ଅମାବାସ୍ୟା ବ୍ରତ ରଖୁଛନ୍ତି ସେମାନେ ମୁଖ୍ୟତଃ ଚୁଟି, ନଖ ଆଦି କାଟିବେ ନାହିଁ, ତେଲ ଲଗେଇବେ ନାହିଁ, ହାତରୁ ନଖ ଆଦି କାଟିବେ ନାହିଁ। ଏହି ଦିନ ଚିରା ଫଟା ବସ୍ତ୍ର, କଳା ରଙ୍ଗର ବସ୍ତ୍ର ଆଦୌ ପରିଧାନ କରିବେ ନାହିଁ। ପରିବାର ମଧ୍ୟରେ ଝଗଡ଼ା ସୃଷ୍ଟି କରିବେ ନାହିଁ।
ଚିରା ଫଟା ବସ୍ତ୍ର ଆଦି ସିଲେଇ କରିବେ ନାହିଁ। ପିନ୍ଧିଥିବା ଅଳଙ୍କାର ଆଦି ଏହି ଦିନ ଶରୀରରୁ ଆଦମ କାଢ଼ିବେ ନାହିଁ। ସାବିତ୍ରୀ ବ୍ରତରେ କାହା ନାମରେ କେତୋଟି ଗଣ୍ଠି ପକାଇବେ ଏବଂ କେଉଁ ରଙ୍ଗର ବ୍ରତ ଏହି ଦିନ ପୂଜା କରିବେ ଆସନ୍ତୁ ଜାଣିବା। ଯେଉଁମାନେ ସାବିତ୍ରୀ ଅମାବାସ୍ୟାରେ ସାବିତ୍ରୀ ବ୍ରତ କରୁଛନ୍ତି ମୁଖ୍ୟତଃ ହଳଦିଆ ରଙ୍ଗର କିମ୍ବା ନାଲି ରଙ୍ଗର ବ୍ରତ ପୂଜା କରିପାରିବେ। ବ୍ରତଟିରେ ଲକ୍ଷ୍ମୀ ନାରାୟଣଙ୍କର ନାମରେ 7 ଗୋଟି ଗଣ୍ଠି ପକାଇବେ ଏବଂ ସମ୍ପୂର୍ଣ୍ଣ ପୂଜା ସମାପନ ପରେ ଲକ୍ଷ୍ମୀ ନାରାୟଣଙ୍କୁ ବ୍ରତଟି ସ୍ପର୍ଶ କରାଇ ଆଣି ଡାହାଣ ହାତରେ ପରିଧାନ କରିବେ। ଏବେ ଚାଲନ୍ତୁ ଜାଣିବା ପୂଜାରେ କେଉଁ ରଙ୍ଗର ବସ୍ତ୍ର ଏବଂ ଚୁଡ଼ି ପିନ୍ଧିବେ। ମୁଖ୍ୟତଃ ସାବିତ୍ରୀ ଅମାବାସ୍ୟା ପୂଜାରେ ସଧବା ହିନ୍ଦୁ ବିବାହିତ ମହିଳାମାନେ କରିଥାନ୍ତି। ତେଣୁ ଜଣେ ବିବାହିତ ମହିଳାର ସମସ୍ତ ଶୃଙ୍ଗାର ଦ୍ରବ୍ୟ ସହିତ ନାଲି ରଙ୍ଗର ଚୁଡ଼ି ଅଳତା ସିନ୍ଦୁର ଆଦି ଏହି ଦିନ ପୂଜାରେ ଲାଗି କରି ପୂଜା ସମାପନ ପରେ ଏହିସବୁ ଦ୍ରବ୍ୟକୁ ପରିଧାନ କରିବା ଉଚିତ। ପୂଜା ସମାପନ ପରେ ବ୍ରତଧାରୀ କ'ଣ କରିବେ ଆସନ୍ତୁ ଜାଣିବା। ପୂଜାରେ ଲାଗି ହୋଇଥିବା ଶାଢ଼ୀ ଚୁଡ଼ି ଏବଂ ବ୍ରତ ଆଦିକୁ ନିଜେ ପିନ୍ଧିବେ ଏବଂ ପରିବାରରେ ସମସ୍ତ ଗୁରୁଜନଙ୍କ ଠାରୁ ଆଶୀର୍ବାଦ ନେବେ ଏବଂ ନିଜର ସ୍ୱାମୀଙ୍କ ଠାରୁ ମଧ୍ୟ ଆଶୀର୍ବାଦ ନେବେ। ନିଜ ଘର ନିକଟରେ ଥିବା ଭଗବାନ ଲକ୍ଷ୍ମୀ ନାରାୟଣଙ୍କର ମନ୍ଦିର ହେଉ କିମ୍ବା ମହାଦେବଙ୍କ ମନ୍ଦିରକୁ ଯାଇ ଉଭୟ ସ୍ୱାମୀ ସ୍ତ୍ରୀ ଭଗବାନଙ୍କୁ ଦର୍ଶନ କରିବେ ଏବଂ ଅନ୍ତିମରେ ପୂଜାରେ ଲାଗି ହୋଇଥିବା ପ୍ରସାଦକୁ ସେବନ କରିବେ। ପୂଜା ସମାପନ ପର୍ଯ୍ୟନ୍ତ ଆପଣମାନେ ଉପବାସ ରହିବେ ଏବଂ ପୂଜା ସରିଲା ପରେ ଯାଇ ଆପଣ ପ୍ରସାଦ ସେବନ କରିବେ।